ଶରଧାବାଲିରେ ଅଘଟନ ଘଟିଲା, 3 ଜଣ ମୃତ୍ୟୁବରଣ କଲେ। ଆଉ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଦୁଃଖ ପ୍ରକାଶ କଲେ। ନୀତିର ଅନୀତି ହେଲା, ତେଣୁ ବର୍ତ୍ତମାନ ଡିସିପି କହିଛନ୍ତି ୟା ତଦନ୍ତ ଚାଲିଛି। ଇଏ ସେଇ ବେଳର କଥା ଯୋଉ ବେଳରେ ବିରୋଧୀ ଆଉ ବିରୋଧ ଥିଲା। ସେଇ ଦ୍ୱାପର ଯୁଗରେ ମହାଭାରତ ଯୁଦ୍ଧ ହବା ପୂର୍ବରୁ 2 ଭାଇ 2 ଭାଗ ହେଇ ଯାଇଥିଲେ। କିଏ ନା ଗୋଟେ କୌରବ, ଗୋଟେ ହେଲା ପାଣ୍ଡବ। ପାଣ୍ଡବ ମାନଙ୍କ ପକ୍ଷରେ ଥିଲେ ବର୍ତ୍ତମାନ ଯିଏ ବିରୋଧ କରୁଛନ୍ତି, ସିଏ ଥିଲେ ଜଣେ ରଜାର ଛୁଆ। ବିବେକୀ ହୋଇଲେ ବିଜୟାନନ୍ଦ, ବିରାଟ ନରେଶ ଜାଣେ ସେ ଛନ୍ଦ। ବଳେ ଓଡ଼ିଶାରେ ଧନୀ ହୋଇଲା, ବେଳ ଦେଖି ସେହୁ ଉଡ଼ାଇ ନେଲା। ନିନ୍ଦା ଅପବାଦ ପାଇ ଯେ, ବାରଣ ବେଳକୁ ତାର ଯୋଗ୍ୟ ପୁଅ। ଓଡ଼ିଶାର କୀର୍ତ୍ତି ରଖି ଯେ ସେ କିଏ ନା ଉତ୍ତରେ ସାଜିବ, ଦକ୍ଷିଣେ ଗାଜିବ, ପୂର୍ବେ ନ ରହିବେ କେହି। ଝାଡ଼ ବାଡ଼ ଧରି ଯେତିକି ରହିବେ, କୂଳକୁ ବିହନ ସେହି। ବିବେକୀ ହୋଇବେ ବିଜୟାନନ୍ଦ, ବିରାଟ ନରେଶ। ବିରାଟ ନରେଶଙ୍କର ପୁତ୍ର କିଏ ଥିଲା? ତା ନାଁ କଣ ଥିଲା ନା ଉତ୍ତର। ତେଣୁ ସିଏ ଥିଲେ କାହା ପଟେ ନା ପାଣ୍ଡବଙ୍କ ପକ୍ଷେ। ପାଣ୍ଡବଙ୍କ ପକ୍ଷରେ ଯୋଉ ବିରାଟ ନରେଶଙ୍କ ଝିଅକୁ ବାହା ହେଇଥିଲେ, ଉତ୍ତରାକୁ, ଅଭିମନ୍ୟୁ, ଅର୍ଜୁନଙ୍କର ପୁଅ। ସେଇ ଉତ୍ତର କଳିଯୁଗରେ କିଏ? ବିରାଟ ନରେଶ ଯିଏ ଲେଖା ରହିଲା। ପୁରୁଷ 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 ମହାପୁରୁଷ ଲେଖିଲେ ନା ବିଜୁ ବାବୁ ହଉଛନ୍ତି ବିରାଟ ନରେଶ, ଯୋଉଟା କି ବିରାଟ କ୍ଷେତ୍ର ଚୌଦ୍ୱାର, ଯାହାକୁ ଆମେ କହୁଛେ 4 ବାଟିଆ। ଆଉ ଚୌଦ୍ୱାର ମାନେ 4ଟା ଦ୍ୱାର। 2ଟା ଦ୍ୱାର ଖୋଲା ଅଛି, ଆହୁରି 2ଟା ଦ୍ୱାର ଖୋଲା ହେବ, ସେବେ ଯାଇ ହେବ ଚୌଦ୍ୱାର ଖୋଲା ହେବ। ତେଣୁ ସେଇ ବିରାଟ କ୍ଷେତ୍ର ଯୋଉଠି ବର୍ତ୍ତମାନ ଜେଲଖାନା ହେଇଛି, ସେଇଟା ବି ରହିଛି। ତେଣୁ ଯୋଉ ବିରାଟଙ୍କର ପୁଅ ଉତ୍ତର, ସିଏ ଏଠି କିଏ ଆଉ କାହା ପକ୍ଷରେ ରହିଲେ ନା ପରିବର୍ତ୍ତନ ପରା। ସେ କୌରବ ସେତେବେଳେ ଥିଲେ ପାଣ୍ଡବ ପକ୍ଷରେ ଦ୍ୱାପର ଯୁଗରେ, ଏ ଯୁଗରେ ହେଲେ ପାଣ୍ଡବଙ୍କ କୌରବଙ୍କ ପକ୍ଷରେ ରହିଲେ। 100 ଭାଇଙ୍କର ଶ୍ରେଷ୍ଠତ୍ୱ ବୋଲାଇଲେ। କାରଣ ଯୋଉ ବିଜୁ ବାବୁଙ୍କ କଥା ଲେଖା ରହିଲା, ସେ କହିଲେ ବିବେକୀ ହୋଇବେ ବିଜୟାନନ୍ଦ, ବିରାଟ ନରେଶ। ସିଏ ସାରା ଓଡ଼ିଶାରେ ଦିନେ ସେ ରାଜା ହେଇଯାଇଥିଲେ। ଆଉ ଏଇ କଳିଙ୍ଗର ସିଏ ଥିଲେ ଷଣ୍ଢ। ତାଙ୍କର ଯୋଉ ଗାଡ଼ି ଥିଲା ବା ରଥ, ତାକୁ କୁହାହେଲା କଳିଙ୍ଗ ରଥ। ତାଙ୍କ ପୁଅ ନାଁ ହେଲା ଉତ୍ତର। ଆଉ ଯାହା ଘଟଣ, ଚୋର ଚୋଠା, ହାରାମି, ଠକାମି, ନାରୀଗିରି, ଯେତେ ଗିରି ଯାହା ଥିଲା ନା, ତାଙ୍କରି ସମୟରେ ବାହାରିଛି। ସେଇଠୁ ସର୍ଜନା ହେଇଛି ଏଇ ଉତ୍ତର ବେଳଠୁ। କାହିଁକି ନା ଉତ୍ତରରେ ପୁରା ସର୍ଜନା ହେଲା ସବୁ, ଆଉ ସେଇଠୁ ହିଁ ପରିବର୍ତ୍ତନ ହେଇଛି। ମନ୍ତ୍ରୀ ଯନ୍ତ୍ରୀ ତନ୍ତ୍ରୀ, ଖଣି ପାଣି, ଦୁର୍ନୀତି, ଯାହା ସବୁ ଦେଖିବ ଆଜି ପର୍ଯ୍ୟନ୍ତ ଯେତେ ଛାଣିଲେ ସରୁନାହିଁ। ଦେଶବାସୀ ରାଜ୍ୟବାସୀଙ୍କ ପାଇଁ ବିକାଶ ନାଁରେ ବିନାଶ ଘଟିଲା ସେଇ 24 ବର୍ଷ ଶାସନରେ। ଭାଇମାନେ ଚେତନରେ ଦେଖନ୍ତୁ, ଭିଡ଼ିଓକୁ କେହି ଅଣଦେଖା କରନ୍ତୁ ନାହିଁ। ସାଧାରଣ ଲୋକର ଆଜି ଅସାଧାରଣ କଥା ଖୋଲୁଛି ନା। କଳକାରଖାନା ରହିଲା, ଗୋଟେ OTM ମିଲ୍ ଥିଲା ଓଡ଼ିଶା ଟେକ୍ସଟାଇଲ ମିଲ୍। OCM ଥିଲା ସୂତା କଳ, ଚିନି କଳ,
ଠୁ ଧରି କହିଲା ଖାଦ୍ୟ ବସ୍ତ୍ର ବାସଗୃହ ସବୁ ହରଣ ହେଇଗଲା ଆଙ୍କରି ସମୟରେ। କାହା ସମୟରେ? ନା ଏଇ ଉତ୍ତରଙ୍କ ସମୟରେ। ଯୋଉ ବିରାଟ, ଯାହାକି ଠାରଗାରେ ଲେଖା ହେଇଛି ବିଜୁ ବାବୁ, ତାଙ୍କରି ପୁଅ ଉତ୍ତରଙ୍କ ସମୟରେ ସବୁ ବିନାଶ ଘଟିଲା। କୃଷକଙ୍କ ପାଇଁ କିଛି ଜଳସେଚନର ସୁବିଧା ରହିଲାନି। କୋଲେଷ୍ଟର ଯାହାକୁ କିଛି ସଂରକ୍ଷିତ ରଖିବା ପାଇଁକା ସେରା ସବୁ ନାଶ ହେଇଗଲା। ଚିନି କଳ, ସୂତା କଳ, ବସ୍ତ୍ର କଳ, ପେପର ମିଲ୍, ପେପର କଳ ସବୁ ବିନାଶ ହେଲା ସେଇ ସମୟରେ। କହିଲା ଉତ୍ତରଠୁ ସର୍ଜନା ଆରମ୍ଭ ହେଲା। କ'ଣ? ନାଶ ବେଳ। କାରଣ ସିଏ ଧର୍ମଙ୍କ ପକ୍ଷରେ ରହିଲେନି, ଅଧର୍ମୀଙ୍କ ପକ୍ଷରେ ରହିଲେ। ବିରାଟକାୟ ବଂଶ ସୃଷ୍ଟି କରିଥିଲେ, କୌରବ ବଂଶ। ନାଶ ହେଇଗଲା ଆଖି ଆଗରେ ସମସ୍ତେ ଦେଖ। ଏଇଭଳି ଦ୍ୱାପର ଯୁଗରେ କାହା ଆଗରେ ନାଶ ହେଇଥିଲା? ନା ଦୁର୍ଯ୍ୟୋଧନଙ୍କ ଆଗରେ ସବୁ ନାଶ ହେଇଯାଇଛନ୍ତି, ଜାନୁଭଗ୍ନ ହେଇକି ପଡ଼ିଛନ୍ତି। ସମସ୍ତେ ଚାଲିଗଲେ ତାଙ୍କର, କେହି ରହିଲେନି। କହିଲେ ରହି ନାହିଁ କେହି ରହିବେ ନାହିଁ ଏ ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ। ଯୋଉ ଦ୍ୱାପର ଯୁଗର ବିରାଟ ରାଜା, ସିଏ ଏଇ ଯୁଗରେ କ'ଣ ହେଇଥିଲେ? ନା ବିରାଟ ରାଜା ହେଇଯାଇଥିଲେ, କ୍ଷେତ୍ରର ରାଜା। ଦେଖନ୍ତୁ ଭାଇମାନେ, ମାନଚିତ୍ର ଦେଖନ୍ତୁ, ଚେତନରେ ଦେଖନ୍ତୁ, କର୍ମ କାର୍ଯ୍ୟରେ ଦେଖନ୍ତୁ। ବିଜୁବାବୁ ଥିଲେ ପୂଜିତ ସାରା ଭାରତ ବର୍ଷରେ ନୁହଁ, ସାରା ବିଶ୍ୱ ଜଗତରେ ଲୌହ ମାନବ ଭାବରେ ସେ ପରିଚିତ। ଆଉ ତାଙ୍କୁ ବି ଅଣଦେଖା କଲେ। ଆଉ ସିଏ ରାଜନୀତିଜ୍ଞ ଏତେ ଥିଲେ ଯେ ତାଙ୍କ ସମୟରେ ତାଙ୍କ ବିନା, ଯେମିତି ପ୍ରଭୁଙ୍କ ବିନା ଯେମିତି ବୃକ୍ଷର ପତ୍ର ହଲେନି, ତାଙ୍କ ବିନା ଦ୍ୱିତୀୟ ବିଶ୍ୱଯୁଦ୍ଧ ବି ମାନେ ଅସମ୍ଭବ ଥିଲା, ସିଏ ସମ୍ଭବ କରିଥିଲେ ସେ ସମୟରେ। ଯାହା କିମ୍ବଦନ୍ତୀ ଲେଖା ରହିଛି, ଇତିହାସ କହୁଛି। କିନ୍ତୁ ସିଏ ଯୋଉ ଦଳରେ ଥିଲେ, କଂଗ୍ରେସ ଦଳ, କଂଗ୍ରେସ ଦଳରୁ ସିଏ କ'ଣ କଲେ? ତାଙ୍କର ନିଜର ଗୋଟେ ଦଳ କଲେ, ଜନତା ଦଳ। ଏଇ ଉତ୍କଳ ଉଡ୍ର ମାଟିରେ ଯେତେବେଳେ ସିଏ ଗୋଟେ ଦଳ ଗଢ଼ିଲେ, ସେତେବେଳେ କଂଗ୍ରେସ ପଟରୁ ନିନ୍ଦା ବାଜଣା ଆସିଲା। କହିଲେ ତମେ ବେଇମାନି କଲ, ତମେ ନିଜେ ଗୋଟେ ଦଳ ଗଢ଼ିଲ। ୟା ପରେ ସେ ନିନ୍ଦା ପାଇଗଲେ। ତାଙ୍କର ICCL ଗୋଟେ ଚାସ୍ କ୍ରମ ଥିଲା, ଓଡ଼ିଶାର ଗୌରବ ଥିଲା। ସେ ସମୟରେ ସହସ୍ର ଲୋକଙ୍କର ମୁଖରେ ସେ ଅନ୍ନ ଦେଉଥିଲେ। ସେଇଟା ସେ ସମୟରେ ନାଶ ହେଇଗଲା। ତାଙ୍କର ନିଜର, ସେ ନିଜେ ହେଉଛନ୍ତି ଗୋଟେ ଦକ୍ଷ ପାଇଲଟ। ପାଇଲଟର ମାନେ ଲାଷ୍ଟ ଆଉ ଫାଷ୍ଟ କହିଲେ ଚଳେ। ତାଙ୍କଠୁ ଶେଷ ଆଉ ନାହିଁ ସେ ବେଳ। ସିଏ ଏତେ ଦକ୍ଷ ଥିଲେ ଯେ ଇତିହାସ ପଢ଼ିଥିବେ ଯେଉଁମାନେ, ତାଙ୍କ ବିଷୟରେ ଜାଣିଥିବେ, ସିଏ କାହାକୁ କାହାକୁ ଉଦ୍ଧାର କରିଥିଲେ ଆଉ ଶ୍ରେଷ୍ଠତ୍ୱ ପାଇଥିଲେ। ଆମ ଭାରତ ବାହାର ଦେଶ ତାଙ୍କ ବିୟୋଗ ଦିନ ନଣ୍ଡା ହେଇଥିଲେ। ସାଧାରଣ ଲୋକକୁ ଚେତନ ଅଛି। କିନ୍ତୁ କଥା ପଡ଼ିଛି, ନିନ୍ଦା ପାଇଲେ, ଅପମାନ ପାଇଲେ, ନିଜେ ଗୋଟେ ଦଳ ଗଢ଼ିଲେ, ସେ ଦଳକୁ ହାଉଲେ ହାଉଲେ ତାଙ୍କରି କୌରବ ସେନା ବୁଡ଼େଇ ଦେଲେ। ଲାଷ୍ଟକୁ ତାଙ୍କ ପୁତ୍ରକୁ ଖୋଜିକି ଆଣିଲେ, ଯାହାର ନାମ ହେଉଛି ନବୀନ। ତାଙ୍କର ଗୁପ୍ତ ନାମ ହେଲା ଉତ୍ତର। ସିଏ ଯେଉଁ ଦଳ ଗଢ଼ିଲେ ଏଇ ଓଡ଼ିଶା ଭୂମିର, ସେ ଦଳ କୌରବ ମାନେ ହିଁ ନାଶ କରିଲେ। କାରଣ କୌରବ ସେନା ହେଉଛନ୍ତି, ତାଙ୍କର ଧର୍ମ ନୁହଁ, ତାଙ୍କର କର୍ମ ଦରକାର। କହିଲା ଯଦା ଯଦା ହି ଧର୍ମସ୍ୟ। ଭାଇ ମୁଁ ଆଉ କହିବାକୁ ମୋତେ ବେଳ ହବନି। ଆଉ କହିବା କଥା ହେଉଛି, ଆଜି ସେମାନେ ବିରୋଧ କରୁଛନ୍ତି। ଅନୀତି ହେଲା, ସେ ବିଭ୍ରାଷ୍ଟ ହେଲା କହୁଛନ୍ତି। ତମ ବେଳକୁ, ତମେ ଯେଉଁ 24 ବର୍ଷ ଭିତରେ କେତେ ଥର ଅନିଷ୍ଟ ହେଇଛି? 2015ରେ କ'ଣ ହେଇଥିଲା? ସାଧାରଣ ଲୋକ ନିଜେ ଯାଇଥିଲି ରଥ କାମ କରିବାକୁ, ନିଜେ ଜଗନ୍ନାଥ ଆସିକି ଡାକିକି ନେଇଥିଲେ। ମୁଁ ହିଁ ମୁଣ୍ଡି ମାରିକି ଆସିଥିଲି। ତାହେଲେ 2015ରେ ନବକଳେବର କ'ଣ ଘଟଣା ଘଟେଇଥିଲ? ସବୁ ଦାରୁକୁ ବୁଲିକି ଦେଖିଥିଲି। ସବୁ କିଏ ନେଇକି ଦେଖେଇଥିଲା? ନେଇକି ଯିଏ ଦେଖେଇଥିଲା ସେ ଲୋକକୁ ମୁଁ ଜାଣିଛି। ତୁମେ ଯଦି କହିବ କିଏ, ମୁଁ ଗୋଟିଏ ୱାର୍ଡ କହିବି, ଜଗନ୍ନାଥ।
कहले जगत कहिले तिनी बुझाई केउ जगतर नाथ गोसाई। आपण माने विचार करिए तीन जदि है ताले कौ जगतर नाथ मते नहीं बुलेकी सबू दारू देखाइले। आउ राहु गुज काटिया पाई मु निजे जाइथिली राति 2टार मते डाकिकी नहीं आसी 15 ରୁ 16 वर्षर पिलाटी। तेणु या मिथ्या नुहे चंद्र सूर्य को भली सत कथाटी मु कहूची जो जाइथिली। तेणु किछि काहाकू कहूनी कौ पानी कुआड़े बहुची। तेणु ताकू मु ही देखुची किए विरोध करुची किए न्याय करुची किए अन्याय करुची। 4 दिन रहिली रथयात्रा पूर्वर क्षेत्र भूमि रे कोठी मु धर्म पाइलिनी कोठी सत्यर संधान पाइलिनी। जहाकू पुण्य भूमि कहूचे सेटा असत्य हो जाइछि। सबु तुंडे रही मुंडे कहार नाही। भक्षण जेमती करुचे उदर भरण करुचे ये उदर जाके जाउची सेही भली जेतेबेले भक्ति भावना स्नेह सदा और सत्यता ये उदरु बाहरिबो ना सेतेबेले जानियो सत्य प्रकाश हेबो। आउ अबिका कहूच कौन ना नाश हो गला आउ अनेक कहूचे कौन ना अनिति है या परिवर्तन नाई भाई किछि हेनी आगु को आहुरी केते हबो काहाकू तमे दोष देव। या आगुरु जो द्वापर जुगरु हेछि ताकू कौन दोष दब सेतेबेले केही प्रतिवाद करि नथिले। एई भली पुरा एई गोड़ो टणा नीति सकाशे रामचंद्र त्रेता जुगरे जेतेबेले गलेनी कि सीता उद्धार करने सीता उद्धार रावण मरण कथा नुह कि लंका अभियान कथा कहनी सीता उद्धार से समय रे जो बंध बांधिले नर लोक नहीं नथिले से थिले पुरुषोत्तम श्रेष्ठ आउ रजा थिले अयोध्या हेई थांते राति पाइले रजा पुत्र थिले ताली मारी देइथिले लक्ष लक्ष लोक आसी थांते आ बंध बांधी दे थांते काहे ना ये माने होचंती एई नर दी गोड़िया नर अविश्वासी। तेणु बानर को नेले जक्ष को नेले माने रुक्ष रुक्ष बानर को नेले सबू माने एई मान को नेकी गले बंध बांधिले काहे नेले तांकू ना ये माने फिक्सिंग करथांते। रावणपुर को जो लंकार आम समस्ते पढ़ुचे जानुचे शुणुचे हूँ लंकापुर रावण हूँ सुवर्ण लंका। तेणु सुना जुआड़े अनेब पहाड़ पर्वत जदि सुना थाए ताले यही जो चोर चोठा लोक मान को नहीं थांते से माने फिक्सिंग करथांते। रावण क्षेत्र को जितेबाला जाइथांते बंध करिया को रावण कही था रे आइला तो ना कौन ना मो ना माधव माधव ए शुण तू आसती बंध बंधेलु ना हाँ ना मो जगह तू कहीं बंधेलु तू शुण गोटे एडे बड़ पत्थरटा जोटा सुनार पत्थरटा धरी दो तुईटा नहीं पला बंधटा को राति भांगी देबू है से कथा रामचंद्र को यहाँ ज्ञान था कारण सी पुरुष उत्तम थे पुरुषोत्तम से पुरुषोत्तम एठी भी पुणी पुरुषोत्तम क्षेत्र एठी फिक्सिंग हो जाइए 2015 ठारू जो फिक्सिंग आज पर्यंत से फिक्सिंग रो आंसर नहीं। आउरी गोटे कथा से समय रे 24 वर्ष सरकार हो कि जी हो ना कहीं ये 24 वर्ष मु देवी समय आ काल को देवी से समयटा बहुत उत्पात चली अपना अपना ही शेर मन कर निजे निजे कहते आमे हूँ मुंडी। आउरी गोटे कथा उत्तरे साजिब दक्षिणे गाजिब पूर्वे एठी जो उत्तरंकर भौणी जे स्नेह र दीदी बा ममता दीदी सी कर दीघा दीघा को कर धाम पंचम धाम जगन्नाथ दारू नहीं देख केते बेईमान तथापि मेरा देश महान दारू जाई श्रीक्षेत्र भूमि जाई दीघा रे तैयारी की 25टा करा है कि सेठी करा होची दीघा धाम
ତଥାପି ପୂର୍ବ ରହିବନି ଆଉ ବେଶୀ ଦିନ ନାହିଁ। ଏବେ ଏଇ 2-3 ମାସ ହେଲା ଆପଣ ଦେଖନ୍ତୁ ପରିବର୍ତ୍ତନ ବେଳ ଆସିଲା। ଜ୍ୟୋତିଷ ମାନେ କୁହନ୍ତି ଯେ ଏଣ୍ଡିଂ ରାଶି ହେଲା ମୀନ, ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ। 12 ରାଶିର ଶେଷ ରାଶି ହେଲା ମୀନ। ମୀନକୁ ଶନି ଚଳିଲେଠୁ କଣ ହବ ନା ନାଶ କରେଇବି ସେମାନେ କହିଲେ ଜ୍ୟୋତିଷ ବାଲା। ଆମେ ତ ସାଧାରଣ ଲୋକ, ଅସାଧାରଣ କଥା ରଖୁଛେ। ପୂର୍ବ ଦିଗଟି ନାଶ ଯିବ, ଜଳି ପୋଡ଼ି କହିଲା କଲିକତା ଯେ ସହର, ପୋଡ଼ି ଜଳି ହେବ କିନାର ଖାରଲୋ ଯାଇ ଫୁଲ, ତୁହି ଦେଖିବୁ ବେନି ନେତ୍ରର ଲୋ ଯାଇ ଫୁଲ। ଭାଇ ଅପେକ୍ଷା କର, ସାଧାରଣ ଲୋକର ବଚନ ରଖୁଛି, ଆଉ ବେଶୀ ଦିନ ନାହିଁ। କଲିକତା ଯେ ସହର, ପୋଡ଼ି ଜଳି ହେବ କିନାର ଖାର, ବେନି ନେତ୍ରରେ ଦେଖିବ। ଅପେକ୍ଷା କର, ବେଶୀ ନାହିଁ ବେଳ। ଏଇଠି ସବୁ ପରିବର୍ତ୍ତନ। ସାଧାରଣ ଲୋକର 1000 ଭିଡ଼ିଓ ପଡ଼ିଥିବ। 2026 ଅଗଷ୍ଟ ଭିତରେ ଖେଳ। 2026 ଅଗଷ୍ଟ ଭିତରେ ଖେଳ। କ'ଣ ହୋଇବ, କ'ଣ ବ୍ଲାଷ୍ଟିଂ ହେବ, ଯେତେବେଳେ ଯିଏ ପଚାରିବ କମେଣ୍ଟରେ ମୁଁ ଉତ୍ତର ଦେବି। କାରଣ ଉତ୍ତରେ ସାଜିବ ଦକ୍ଷିଣେ ଗାଜିବ, ପୂର୍ବେ ନ ରହିବେ କେହି, ଝାଡ଼ ବାଡ଼ ଧରି ଯେତିକି ରହିବେ, କୂଳକୁ ବିହନ। ସେଇ ବିହନ କାହାକୁ କହିବା? ବିହନ ଅର୍ଥ କ'ଣ ନା ଯିଏ ସମସ୍ତଙ୍କର ଦୁଃଖ ସୁଖକୁ ବହନ କରେ। ଆଉ ଆଜିକାଲି କେହି କାହା ଦୁଃଖ ସୁଖ ବୁଝୁନାହାନ୍ତି। ବିହନ କେଉଁଠି ହେବେ? ନିଜ ପୁଅକୁ ଯଦି କହୁଛି ବାପରେ ମୋ ଦେହରେ ଜ୍ୱର ଅଛି ଟିକେ ଗଲୁ ମେଡ଼ିସିନ ଆଣିବୁ, ସେ କିଛି ତମ କଥା ବହନ କରୁନି। ତେଣୁ ବିହନ କେଉଁଠି ଆସିବ? ସବୁ ଆଳଙ୍ଗା ହେଇଯାଇଛ। ବଛା ହେବ, ଏବେ ବଛା ହେବ। ଆପଣମାନଙ୍କୁ ଯେଉଁଟା କହୁଛି ଏଇଟା ହେଉଛି ନିରାଟ ସତ୍ୟତାର କଥା। ଆପଣ ଦେଖିବେ ଏଇଠି କୌରବ ବଂଶ ଯେମିତି ଦ୍ୱାପର ଶେଷ ଅନ୍ତ ବେଳକୁ ନାଶ ଯାଇଛନ୍ତି, ସେଇମାନେ ସବୁ ଦେବପୁରୁଷ ଯୁଗ ଯୁଗାନ୍ତର ଜନ୍ମଗତ ଅଛନ୍ତି। ଆମ ଜଗନ୍ନାଥ ଠାକୁର ଯାହାକୁ କହୁଛେ ସେ ଆଗ ଜନ୍ମରେ କ'ଣ ଥିଲେ, ତାର ଜନ୍ମରେ କ'ଣ ଥିବ ସମସ୍ତେ ଜାଣନ୍ତି। ଭାଇ ମୁଁ ପୋଥି ପୁରାଣ ବିଷୟରେ ଆମେ ଚେତନାର କଥା କହୁଛୁ, କିନ୍ତୁ ଏ ଜନ୍ମରେ ସେ ଦାରୁ ରୂପରେ ରହିଗଲେ। ପୁଣି ଏଭଳି ଠାକୁର ହେଲେ ତାଙ୍କର ନା କର୍ଣ୍ଣ ଠିକରେ ଅଛି, ନା ଆଖି ଠିକରେ ଅଛି, ନା ନାସ ଠିକରେ ଅଛି, ନା ମୁଖ ଠିକରେ ଅଛି, ନା ଉଦର ଠିକରେ ଅଛି, ନା ହାତ ପାଦ। ହେଲା ପାଦ ପାଣି ନାହିଁ ତାକୁ ଧରିବ କିଏ, ଧନରେ ଧରିବ କିଏ, ହେମନ୍ତ ବ୍ରହ୍ମ ସ୍ୱରୂପ ଦେଖା ନ ଯାଏ। ନମସ୍କାର ଭାଇ। ସାଧାରଣ ଲୋକର ଅସାଧାରଣ ଭିଡ଼ିଓ କ'ଣ ହେଲା, ବହୁତ ବଡ଼ ବଡ଼ ହେଉଛି, କେହି ଦେଖିପାରୁନାହାନ୍ତି। ମୁଁ ଅଧିକା ଗବ ଗବ ହେଇଯାଉଛି। ୱିଦାଉଟ୍ ସ୍କ୍ରିପ୍ଟରେ ମୋର ଚାଲିଛି, କିନ୍ତୁ ଏବେ ଦେଖିବେ, କମେଣ୍ଟ କ'ଣ କରିବା କଥା କରିବେ। ତା ପରକୁ ପର ଗୁପ୍ତର ଭଣ୍ଡାର ଖୋଲା ହେବ। ଅଦୃଶ୍ୟ ନୁହଁ ଦୃଶ୍ୟ। ଭିଡ଼ିଓକୁ ସେୟାର ଲାଇକ୍ କରିବେ ଭାଇମାନେ। ସାଧାରଣ ଲୋକର ଅସାଧାରଣ ଦାୟିତ୍ୱଟା ଆପଣଙ୍କୁ ନ ଦେଉଛି।